ହଁ ସେ ତ ଠିକ କହିଛି, ଭୁଲ ତ କିଛି କହିନି। ତୁ କଣ ଏମିତି କହୁଛୁ ମତେ? ସିଏ ଆସିଛି ମୋ ଦାୟିତ୍ୱ ନବା ପାଇଁ, ସିଏ ମୋର ତ ସବୁ ଠିକ ଦାୟିତ୍ୱ ନଉଛି। ଆଉ ତୋ କଥା ମୁଁ କିଛି କହିପାରିବିନି। କଣ କହିଲୁ? ତତେ ଜନ୍ମ ଦେଇ ଏତେ ବଡ କରିଥିଲି, ପାଠ ପଢି ମଣିଷ କଲି। ତୋ ଦାୟିତ୍ୱ ନବ, ମୋ ଦାୟିତ୍ୱ ନବନି। ପୁଣି ବୁଢୀ ବୟସରେ ରୋଷେଇବାସ କରି ସବୁ କାମ ଧନ୍ଦା କରିବି, ତୁ ଏଇ କଥା କହୁଛୁ ମତେ? ଦିନ ଦେଖିବାକୁ ମୋର ବାକି ଥିଲା। ନାନୀ ବି କାହା ଘର ତ ବୋଉ, ତୁ ଯେମିତି ଚାହୁଁଛୁ ତୋ ବୋଉ ଠୁରୁ ତତେ ସେବା କରୁ, ତତେ ରୋଷେଇ କରି ଦଉ। ନନା ବି କାହାର ପୁଅ, ତା ମା ବି ଚାହୁଁଥିବ ବୁଢୀ କାଳରେ ତାକୁ ରୋଷେଇ କରି ତା ବୋଉ ଦଉ, ତା ସେବା କରୁ। ତୁ କେମିତି ନାନୀକି ଫୋନ କରି କହୁ ତୁ ରୋଷେଇ କରିକି ଦବୁନି ବୋଲି? ତମେ ନିଜେ ରୋଷେଇ କରି ଖାଅ, ବୁଢୀକି ଦିଅନି। ଆରେ ମା, କଣ କରୁଛୁ? ରୋଷେଇ ରୋଷେଇ କାହିଁ କରୁଛୁ ସମସ୍ତଙ୍କ ପାଇଁ? ଖାଲି ତୋ ଜୋଇଁ ପାଇଁ, ତୋ ପାଇଁ ରୋଷେଇ କରିଦଉନୁ। ତୋ ଶାଶୁ କାହିଁ ରୋଷେଇ କରି ଦଉଛି? ସେ ତାର ରୋଷେଇ କରି ଖାଉ, ତମେ ଦି ଜଣ ରୋଷେଇ କରି ଖାଇଦବ। ତୋ ଶାଶୁ ଫାଶୁ କାହାରିକି ଦେବୁନି, ବୁଝିଲୁ? ମୁଁ ରଖୁଛି। ହଁ ରେ ବାବା, ମୋ ବୁଝିବା ଭୁଲ ଥିଲା। ମୁଁ ଭୁଲରେ ତମକୁ ସବୁ ଏଭଳି କହୁଥିଲି। ଠିକ ଅଛି ଲିପି, ଖାଇବାକୁ ବାଢ଼ ମା ପାଇଁ। ତମେ ବା କହୁଥିଲ ସବୁ ଖାଇସାରିଲେଣି। ଆମେ ଖାଇନୁ, ମୁଁ ତତେ ଏ କଥା ବୁଝେଇମି ବୋଲି ମୁଁ ତାକୁ କହିଥିଲି ଏଇଆ କହିବା ପାଇଁ।